ତାର କିଛି ଗୋଟେ ହେଇପାରେ ଆଜ୍ଞା ଇମିଡିଏଟଲି ଗୋଟେ ଲେଡିଜ୍ ଷ୍ଟାଫ୍ ଗୋଟେ ଡାକିକି ପାଖରେ ବସେଇ କନଫିଡେନ୍ସ ଏବଂ ଯେହେତୁ ସି ଇଜ୍ କମିଂ ଫ୍ରମ୍ ଭୁବନେଶ୍ୱର ସାଙ୍ଗେ ସାଙ୍ଗେ ଗୋଟେ କାମ କରିବାକୁ ତାପରେ ତା ସେଟଲମେଣ୍ଟ ତାପରେ ବର୍ତ୍ତମାନ ମେଣ୍ଟାଲି ଯେଉଁ ସେ ସମୟରେ ଷ୍ଟ୍ରେସ୍ ରହିଥିଲା ଏଇଟା ଧୀରେ ମାନେ ବିକୁଲାର ଟାଇମ୍ ୱେଷ୍ଟ ତେଣୁ ସାଙ୍ଗେ ସାଙ୍ଗେ ଘରକୁ ଗଲା ପରେ ତାପରେ ତାର ହଜବେଣ୍ଡ ଅଛନ୍ତି ତାଙ୍କ ସହିତ କନଭରସେସନ୍ ହେଇ ଇମିଡ଼ିଏଟଲି ଆମେ ଯେଉଁ ଆକ୍ସନ୍ ଥିଲା ଇମିଡ଼ିଏଟଲି ଆକ୍ସନ୍ ହେଲା ତାକୁ ସକାଳ 10ଟା ଭିତରେ କଲେଜରୁ ଆଉଟ୍ କରିଦେଲି। ଆଜ୍ଞା ତ ବହୁତ ହାରାସମେଣ୍ଟ ରହେ କାରଣ ଝିଅମାନେ ସାଙ୍ଗେ ସାଙ୍ଗେ କୁହନ୍ତି ଆପଣ କହିବେ ଯେ କାହିଁକି ଝିଅମାନେ କୁହନ୍ତି ବହୁତ ଷ୍ଟିଗ୍ମା ଥାଏ ବହୁତ ସୋସିଆଲ ରେଷ୍ଟ୍ରିକ୍ସନ୍ ଅଛି ଯଦି ଆପଣ ଝିଅଟେ କହିବ ଯେ ମୋ ସାଙ୍ଗେ ଏମିତି ହେଇଛି କାହା ସାଙ୍ଗେ ହେଲାନି ତୋ ସାଙ୍ଗେ ଏମିତି ହେଲା ସେ ବହୁତ ଦେଖୁନା କେମିତି ହସୁଥିଲା ସେ କେମିତି ଡ୍ରେସ୍ ପିନ୍ଧିକି ଆସୁଥିଲା ତାର ଦେଖୁନ ଚାଲି ଚଳଣି କ'ଣ ଥିଲା ଜେନେରାଲି ପଏଣ୍ଟ ଆଉଟ୍ କରାଯାଏ ଝିଅମାନଙ୍କୁ କିନ୍ତୁ ପୁଅମାନେ କଥା ବି ସେମ୍ ସେମାନେ ଯଦି ବି କହିବେ ତୁ ମାଇଚିଆଟା କାହାକୁ ଯଦି ହାରାସମେଣ୍ଟ କରୁନାହାନ୍ତି ତତେ କାହିଁକି ହାରାସମେଣ୍ଟ କଲେ ପୁଅମାନଙ୍କ କ୍ଷେତ୍ରରେ ସମାନ ମୁଁ ପୁଅମାନଙ୍କୁ ଇକ୍ୱାଲି ରେସ୍ପେକ୍ଟ ଦିଏ କାହିଁକି ଦେଖନ୍ତୁ ଆମେ 50% ଝିଅ ଦେଖିବାକୁ ଗଲେ ପୁଅମାନଙ୍କ ଉପରେ ନିର୍ଭର କରୁଛେ ଆପଣମାନେ ବହୁତ ଏମ୍ପାୱାର୍ଡ ଲେଡି କାରଣ ଆପଣମାନେ ଜବ୍